ରାଜାଙ୍କ ନୂତନ ପରିଚ୍ଛଦ କିଏ ଲିଖିଛନ୍? କାଲନ୍ଦୀ ଚରଣ ପାଣିଗ୍ରାହୀ। ଷ୍ଟାର୍ଟ କରୁ ପାଠ ପଢ଼ବାଟା ତେଣୁ ତା ପ୍ରଶ୍ନ ଉତ୍ତର କରୁମୁ ଆମେ। ନେକ୍ସଟ ଗୋଟିଏ ଦେଶରେ ଜଣେ ରାଜା ଥିଲେ। ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ତାଙ୍କର ପ୍ରଧାନ ସଉକ ଥିଲା। ହେଲେ ଗୋଟେ ଦେଶ ଗୋଟେ ରାଜା ଥିଲା, ସେ ସବୁଦିନ ଗୋଟେ ଗୋଟେ ନୂଆଟା ପ୍ୟାଣ୍ଟ ସାର୍ଟ ପିନ୍ଧୁଥିଲେ। ସେ ଯେ ଭଲ ଶାସନ କରୁଛନ୍ତି ଅଥବା ଭଲରେ ପ୍ରଜା ପାଳନ କରୁଛନ୍ତି ଏକଥା କେହି ନ କହି ବରଂ କହନ୍ତି ରାଜା ଆଜି ଭଲ ପୋଷାକ ପିନ୍ଧିଛନ୍ତି। ନୂତନ ପରିଚ୍ଛଦ ପାଇଁ ରାଜା ଏକ ପ୍ରକାର ପାଗଳ ହୋଇପଡ଼ିଥିଲେ। ଥରେ ସେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ ସେ ତାକୁ 1,000 ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ। କେন କହିଛନ୍? ଯିଏ ବି ମୋର ଲାଗି ଗୋଟେ ନୂଆ ଧରଣର ନୂଆ ପ୍ରକାର ଗୋଟେ ପ୍ୟାଣ୍ଟ ସାର୍ଟ ମୋ ଲାଗି ତିଆରି କରବା ତାକେ 1,000 ସ୍ୱର୍ଣ୍ଣ ମୁଦ୍ରା ଦେବି, ସୁନାର ମୁଦ୍ରା ଦେବି କହୁଛନ୍ ରାଜା। ଏ ସମ୍ପଦ ଶୁଣି ଦୁଇଜଣ ଶଠ ଅର୍ଥ ଲୋଭରେ ରାଜାଙ୍କ ସମ୍ମୁଖେ ଯାଇ ଉପସ୍ଥିତ ହୋଇ କହିଲେ, ମହାରାଜ, ଦୁଇ ଲୋକ ଗଲେନ୍ ରାଜା ଲୋକେ ପଇସା ଲୋଭ ନେ ଆଉ କହିଲେନ୍, ମହାରାଜ, ଆମେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିବୁ। ସେମାନେ କହିଲେନ୍, ଆମେ ଦୁଇ ଲୋକ ଆପଣଙ୍କ ଲାଗି ଦୁଇଟା ନୂଆ ପ୍ରକାର ପଇସା ଆମେ ତମ ଲାଗି ତିଆରି କରମୁ। ସେହି ବୋଲି ପୋଷାକ ଆଜି ପର୍ଯ୍ୟନ୍ତ କେହି ଦେଖିନଥିବେ। ସେ ହେବ ଏକ ଅଦ୍ଭୁତ ପୋଷାକ। ତାର ଏକ ଚିତ୍ର ଗୁଣ ହେଉଛି ଯିଏ ଯେଉଁ ଲୋକ ବୁଦ୍ଧିହୀନ ଏବଂ ନିଜ ଆସନ ଅଯୋଗ୍ୟ ତାର ଚକ୍ଷୁ ସେ ବସ୍ତ୍ର ଆଦୌ ଦେଖାଯିବ ନାହିଁ। ସେ ବସ୍ତ୍ର କାହିଁକି କହିଛେ? ଯେ ବୁଦ୍ଧିହୀନ ଥିବା, ଯେ ଇ ଆସନ ଯେନ୍ ମହାରାଜ ବସିଛନ୍ ଆସନ୍ତି ସେ ଅଯୋଗ୍ୟ ଥିବା ତାକେ ବସ୍ତ୍ର ଦେଖା ନେଇଯାଏ। ସେ ଦୁଇ ଲୋକ କହୁଛନ୍। ରାଜା ଭାବିଲେ ଏହା ନିଶ୍ଚିତ ଏକ ଅଦ୍ଭୁତ ପରିଚ୍ଛଦ ହେବ। ସେ କାରିଗର ଦୁଇ ଜଣଙ୍କୁ ପଚାରିଲେ, ଏହା ଏକ ପରିଚ୍ଛଦ ତିଆରି କରିବାରେ କେତେ ଅର୍ଥ ଖର୍ଚ୍ଚ ହେବ? ରାଜା ପଚାରୁଛନ୍, ଯେନ୍ ପ୍ୟାଣ୍ଟ ସାର୍ଟ ବନାବ କେତେ ଟଙ୍କା ଖର୍ଚ୍ଚ ହେବା କହୁଛନ୍। ଶଠ ଦୁହେଁ ଯେଉଁ ପରିମାଣରେ ରେଶମ ସୂତା, ସ୍ୱର୍ଣ୍ଣ ଜରି, ମୋତି ମାଣିକ୍ୟର ହିସାବ ଦେଲେ ତାହା ରାଜା ଶୁଣି ଅଧିକ ଆନନ୍ଦିତ ହେଲେ। ସେ ଭାବିଲେ ଏଭଳି ମୂଲ୍ୟବାନ ପୋଷାକ ତ ମୋ ଭଣ୍ଡାରରେ ନାହିଁ। ତେଣୁ ସେ କାରିଗର ଦୁହିଁଙ୍କୁ କହିଲେ, ଆଜିଠୁ 15 ଦିନ ମଧ୍ୟରେ ଏହି ପୋଷାକ ସମ୍ପୂର୍ଣ୍ଣ କରି ଆମକୁ ଦେବ। ରାଜା କହୁଛନ୍ତି ଦୁଇ ଲୋକେ 15 ଦିନ ସରିଲେ ମୋତେ ପ୍ୟାଣ୍ଟ ସାର୍ଟ ଆଣିକି ଦେବ। ଏହି ମୂଲ୍ୟବାନ ପୋଷାକ ପିନ୍ଧି ଆମେ ଏଥର ଆମ ଜନ୍ମଦିନ ପାଳନ କରିବୁ। ରାଜା କହୁଛନ୍, ମୁଇଁ ଏ ପ୍ୟାଣ୍ଟ ସାର୍ଟ ପିନ୍ଧିକରି ମୋର ଜନ୍ମଦିନକେ ବି ପାଳନ କରିବି। ଶଠ ଦୁଇ ଜଣ ତନ୍ତ ପାଖରେ ବସି ଏ ବସ୍ତ୍ର ବୟନ ଛଳନା କଲେ। ରାଜଭଣ୍ଡାରରୁ ଯେତେ ରେଶମ ସୂତା, ସ୍ୱର୍ଣ୍ଣ ଜରି, ମାଣିକ୍ୟ ଇତ୍ୟାଦି ପାଇଲେ ସେ ସବୁ ଲୁଚାଇ ରଖିଲେ। ଦିନ ରାତି ତନ୍ତ ପାଖରେ ବସି ମିଛରେ ବୟନ କରିବା ଭଳି ଅଭିନୟ କଲେନ୍। ଦୁଇ ଲୋକ ଅଭିନୟ କରୁଛନ୍, ଏମିତି ବନାମୁ ସେମିତି ବନାମୁ ପ୍ୟାଣ୍ଟ ସାର୍ଟ ବନବା। ଦିନକୁ ଦିନ ସେ ଦୁହିଁଙ୍କୁ ରାଜଭଣ୍ଡାରରୁ ଅଧିକ ପରିମାଣରେ ସ୍ୱର୍ଣ୍ଣଜରି ଓ ମଣିମୁକ୍ତା ଇତ୍ୟାଦି ମିଳିଲା। ଏହି ଅଦ୍ଭୁତ ବସ୍ତ୍ର ଦେଖିବା ପାଇଁ ରାଜାଙ୍କ ମନରେ କ୍ରମେ ଆଗ୍ରହ ବଢ଼ିଲା। କିନ୍ତୁ ତାଙ୍କର ମନେ ପଡ଼ିଲା ଯେ କାରିଗର ଦୁହେଁ କହିଛନ୍ତି ନିତାନ୍ତ ବୋକା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଏହି ପୋଷାକ ଦେଖାଯିବ ନାହିଁ। ତେଣୁ ସେ ପ୍ରଥମେ ତାଙ୍କ ପ୍ରଧାନମନ୍ତ୍ରୀକୁ ପଠାଇଲେ। ଯେନ୍ ମନ୍ତ୍ରୀ ଅଛେ ପ୍ରଧାନ, ସେ ମନ୍ତ୍ରୀକେ ପଠଉଛନ୍। ସେତେବେଳକୁ ଏହି ଅଦ୍ଭୁତ ବସ୍ତ୍ର ବିଷୟରେ
ରାଜା ରାଜ୍ୟ ସାରା ପ୍ରଚାର ହୋଇଗଲାଣି। ପ୍ରତ୍ୟେକ ଲୋକ ତାଙ୍କ ଜନ୍ମଦିନ ପାଳନକୁ ଅପେକ୍ଷା କରି ରହିଥାନ୍ତି। ପ୍ରଧାନମନ୍ତ୍ରୀ ଯାଇ ଦେଖିଲେ କାରିଗର ଦୁହେଁ ବସ୍ତ୍ର ବୟନରେ ବ୍ୟସ୍ତ, ଅଥଚ ତନ୍ତଟି ଶୂନ୍ୟ। ସେଥିରେ କୌଣସି ବସ୍ତ୍ର ନାହିଁ। ସେ ଭାବିଲେ, ମୁଁ ତ କାହିଁ ସୂତାଟି ଖିଅଟି ମଧ୍ୟ କେଉଁଠି ଦେଖିବାକୁ ପାଉନାହିଁ। ତେବେ ସେ କ'ଣ ମୁଁ ବୁଦ୍ଧିହୀନ ଓ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ? ମନ୍ତ୍ରୀ ଚିନ୍ତାମଗ୍ନ ହୋଇ ପଡ଼ିବାର ଦେଖି ଜଣେ ଶଠ କହିଲା, ପ୍ରଧାନମନ୍ତ୍ରୀ ମହୋଦୟ, ଏ ବସ୍ତ୍ରଟି ଆପଣଙ୍କ ପସନ୍ଦକୁ କିପରି ଆସୁଛି? ଇରେ ଫାଷ୍ଟ ଲୋକ ହେଉଛି ତମର ବସ୍ତ୍ର କେନ୍ତା ଲାଗଲା? ତାପରେ ସେହି ଶୂନ୍ୟ ତନ୍ତରେ ଆଙ୍ଗୁଳି ଦେଖାଇ କହିଲେ, ଏଠାରେ ଏ ରଙ୍ଗଟି କିପରି ମାନୁଛି? ସେଠାରେ ଯେଉଁ ସ୍ୱର୍ଣ୍ଣଜରି ଦିଆଯାଇଛି ଏବଂ ତା ପାଖରେ ଯେଉଁ ମୁକ୍ତା ଓ ମାଣିକ୍ୟର କଣିକାଗୁଡ଼ିକ ଖଞ୍ଜା ଯାଇଛି, ତାହା ଆପଣଙ୍କ ମନକୁ ପାଉଛି ତ? ପ୍ରଧାନମନ୍ତ୍ରୀ ବଡ଼ ଚିନ୍ତା ହୋଇଗଲେ। ଠକୁଛ ନା ଦୁଇ ଲୋକ। ପ୍ୟାଣ୍ଟ ସାର୍ଟ ଥିଲେ ତ ତାକେ ଦିଶବା। ସେ ଯଦି କହିବେ ଯେ କିଛି ଦେଖିପାରୁନାହାନ୍ତି, ତେବେ ସେ ଜଣେ ବୋକା ଆଉ ନିଜ ଆସନ ପାଇଁ ଅଯୋଗ୍ୟ ବୋଲି ପ୍ରମାଣିତ ହେବେ। ରାଜା ହୁଏତ ଏ ଜାଣି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ତଡ଼ିଦେବେ ବାହାର କରିଦେବେ। ତେଣୁ ସେ ମଧ୍ୟ ଛଳନା କରି କହିଲେ, ନିଶ୍ଚୟ ନିଶ୍ଚୟ, ଏହା ଏକ ଚମତ୍କାର ପୋଷାକ, ରାଜାଙ୍କ ଦେହକୁ ଖୁବ୍ ମାନିବ। ଏହାପରେ ସେ ରାଜାଙ୍କ ନିକଟକୁ ଫେରି ଆସି ସେଇ କଥା କହିଲେ। ରାଜା ଏଥର ତାଙ୍କ ପ୍ରଧାନ ବିଚାରପତିଙ୍କୁ ପଠାଇଲେ। ପ୍ରଧାନ ବିଚାରପତି କଲା ଦୁଇ ନମ୍ବର। ତାଙ୍କର ମଧ୍ୟ ସେହି ଅବସ୍ଥା ହେଲା। ସେ ତନ୍ତରେ କୌଣସି ବସ୍ତ୍ର ନ ଦେଖି ବିଚାରିଲେ, କ'ଣ ମୁଁ ପ୍ରଧାନ ବିଚାରପତି ଭାବରେ କେତେ କେତେ ମାମଲାର ବିଚାର କରି ତା'ର ସମାଧାନ କରିବି? ନ୍ୟାୟ ବିଚାର ପାଇଁ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛି। ମୁଁ ତେବେ କ'ଣ ବୁଦ୍ଧିହୀନ ଓ ପ୍ରଧାନ ବିଚାରପତି ପଦ ପାଇଁ ଅଯୋଗ୍ୟ? କାହିଁକି? ମୁଁ ତ କୌଣସି ବସ୍ତ୍ର ଦେଖିପାରୁ ନାହିଁ। ସେ ତାଙ୍କର ଦୁର୍ବଳତା ଲୁଚାଇବା ପାଇଁ ରାଜାଙ୍କ ପାଖରେ ଆସି ଜଣାଇଲେ, ମହାରାଜ, ଏ କାରିଗର ଦୁହେଁ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ତିଆରି କରୁଛନ୍ତି। ଏଥର ରାଜା ସ୍ୱୟଂ ତାଙ୍କର କେତେକ ବିଶ୍ୱସ୍ତ କର୍ମଚାରୀଙ୍କ ସହିତ ଯାଇ ତନ୍ତ ନିକଟରେ ଉପସ୍ଥିତ ହେଲେ। ସେମାନଙ୍କ ସହିତ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ମଧ୍ୟ ଗଲେ। ସେ ଦୁହେଁ ସେହି ଅଦ୍ଭୁତ ବସ୍ତ୍ରଟିକୁ ଦେଖିପାରୁଥିବା ଭଳି ଛଳନା କରି କହିଲେ, ଦେଖନ୍ତୁ ମହାରାଜ, ଏଇ ନୂତନ ପରିଚ୍ଛଦଟି କେଡ଼େ ସୁନ୍ଦର ହୋଇଛି। ସ୍ୱର୍ଣ୍ଣ ଜରି ଓ ମଣିମୁକ୍ତା ଯଥା ସ୍ଥାନରେ ଖଞ୍ଜାଯାଇ କେଡ଼େ ମନୋହର ଦିଶୁଛି। ସେମାନେ ଭାବୁଥାନ୍ତି ସେ ବୋଧେ କେବଳ ତାଙ୍କରି ବ୍ୟତୀତ ଅନ୍ୟ ସମସ୍ତେ ସେହି ବସ୍ତ୍ର ଦେଖିପାରୁଛନ୍ତି। ପ୍ୟାଣ୍ଟ ସାର୍ଟ ତ ନେନା କେଁଟା ସିଲେଇଛନ୍ ସବୁ ଠକୁଆଟା। ରାଜା କିନ୍ତୁ ମନେ ମନେ ଭାବୁଥାନ୍ତି, ସମସ୍ତେ ସେହି ବସ୍ତ୍ରଟିକୁ ଦେଖିପାରୁଥିବା ସ୍ଥଳେ ସେ ନିଜେ କାହିଁକି ଦେଖିପାରୁନାହାନ୍ତି? ସେ ତେବେ କ'ଣ ରାଜପଦ ପାଇଁ ଅଯୋଗ୍ୟ? ପ୍ରଜାମାନେ ଏକଥା ଜାଣିଲେ କ'ଣ ଭାବିବେ? ସେ ମଧ୍ୟ ନିଜର ଲଜ୍ଜାକୁ ଘୋଡ଼ାଇବା ପାଇଁ ମିଛରେ କହିଲେ, ସାବାସ୍ ସାବାସ୍। ଏବେ ରାଜା କହିଲେ, ସାବାସ୍ ସାବାସ୍, ଅତି ଚମତ୍କାର ବସ୍ତ୍ର ହୋଇଛି। ରାଜାଙ୍କ ସାଙ୍ଗରେ ଯାଇଥିବା ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ କୌଣସି ବସ୍ତ୍ର ଦେଖିପାରୁ ନଥିଲେ। ସେମାନେ କାଳେ ବୋକା ଅଯୋଗ୍ୟ ପ୍ରମାଣିତ ହେବେ, ସେଥିପାଇଁ ଅନ୍ୟମାନଙ୍କ ଭଳି ମିଛରେ କହିଲେ, ବା ଚମତ୍କାର ହୋଇଛି। ରାଜାଙ୍କର ଜନ୍ମୋତ୍ସବ ପୂର୍ବଦିନ ଦୁଇଜଣ ସୁବର୍ଣ୍ଣ ଥାଳିରେ ନୂତନ ପରିଚ୍ଛଦଟି ରଖିଥିବାର ଅଭିନୟ କରି ଶୂନ୍ୟ ଥାଳିକୁ ନେଇ ରାଜାଙ୍କୁ ଉପହାର ଦେଲେ। ଏହାପରେ ରାଜାଙ୍କଠାରୁ ପୁରସ୍କାର ଘେନି ଚାଲିଗଲେ। ଜନ୍ମଦିନ ସକାଳୁ ରାଜାଙ୍କର ଭୃତ୍ୟ ତାହାକୁ ନୂତନ ପରିଚ୍ଛଦଟି ପିନ୍ଧାଇ ଦେବାକୁ ଆସିଲେ। ପରିଚ୍ଛଦ ହେଲେ ପ୍ୟାଣ୍ଟ ସାର୍ଟ, ରାଜାଙ୍କର ପ୍ୟାଣ୍ଟ ସାର୍ଟ। ରାଜା ଦେਖ ସୁନାର ମନେ
ସେଟା ହେଲା ରାଜାଙ୍କର ପେଣ୍ଟ ପରିଚ୍ଛଦ। ଦେଖିଲା ଥାଳିଟି ଶୂନ୍ୟ, ତା ଭିତରେ ପ୍ରକୃତରେ କୌଣସି ପୋଷାକ ନାହିଁ। ସେ କହିଲା, ମହାରାଜ, ମୁଁ ପଛକେ ବୋକା ଓ ଅଯୋଗ୍ୟ ବୋଲି ପ୍ରଣତ ହୋଇପାରେ, କିନ୍ତୁ ଆପଣଙ୍କୁ ଖୁସି କରିବା ପାଇଁ କେବେ ହେଲେ ମିଥ୍ୟା କହିପାରିବି ନାହିଁ। ଏ ଯେନ୍ ପ୍ୟାଣ୍ଟ ସାର୍ଟ ପିନ୍ଧିବା ଲୋକ କହିଲାଟା, ପ୍ରକୃତରେ ଏ ଥାଳିରେ କୌଣସି ବସ୍ତ୍ର ନାହିଁ। ମୋର ମନ ହୁଏ ସେ ଦୁଇଜଣ ମିଥ୍ୟାବାଦୀ ଓ ଠକ ଅଟନ୍ତି। ଆମକୁ ଠକି ବହୁ ଅର୍ଥ ନେଇ ପଳାଇଛନ୍ତି। ରାଜା ଏହି କଥା ଶୁଣି ନିଜର ଭ୍ରମ ବୁଝିପାରିଲେ ଏବଂ ମନେ ମନେ ଅତ୍ୟନ୍ତ ଲଜ୍ଜିତ ହେଲେ। ସେହିଦିନ ତାଙ୍କର ସୌଖିନ ପୋଷାକ ପ୍ରତି ମମତା ଛାଡ଼ିଗଲା। ସୌଖିନ ବୋଲେ ଖାଲି ପ୍ୟାଣ୍ଟ ସାର୍ଟ, ନୂଆ ନୂଆ ପ୍ୟାଣ୍ଟ ସାର୍ଟ ସବୁଦିନ ଗୁଡ଼ିକ ବୋକା ଓ ଅଯୋଗ୍ୟ ପ୍ରମାଣ କରି ପ୍ରଚୁର ଅର୍ଥ ନେଇ ଚାଲିଯିବା ପୂର୍ବରୁ ଧରାପଡ଼ି କଠିନ ଶାସ୍ତି ଭୋଗ କଲେନ୍। ତାକେ ଯେନ୍ ଚୋର ଦୁଇଟାକେ ଧରଲେନ୍ ରାଜା। କେତେଟା ନୂଆ ଶବ୍ଦ ଦେଇଛି। ସ୍ୱର୍ଣ୍ଣ ମୁଦ୍ରା ବେଲେ ହଉଛି ସୁନା ମୋହର, ଭ୍ରମ ବେଲେ ହଉଛି ଭୁଲ, ବିଶ୍ୱସ୍ତ ବେଲେ ହଉଛି ବିଶ୍ୱାସ ଯୋଗ୍ୟ, ପ୍ରଚୁର ବେଲେ ହେଲା ଅଧିକ ଆର୍ ବହୁତ, ସମ୍ପୂର୍ଣ୍ଣ ବେଲେ ହେଲା ପୁରାପୁରି, ମନୋହର ହେଲା ସୁନ୍ଦର, ଶଠ ବେଲେ ଠକ, ବସ୍ତ୍ର ବୟନ ବେଲେ ଲୁଗା ବୁଣା ବେଲେ ବସ୍ତ୍ରକେ ତିଆରି କରେନ୍। ପ୍ୟାଣ୍ଟ ସାର୍ଟ ସିଲାବାଟା କେ ବୋଲସନ୍ ବସ୍ତ୍ର ବୁଣା ବା ବସ୍ତ୍ର ବୟନ। ସମଗ୍ର ବେଲେ ସମସ୍ତ ବେଲେ ସବୁ, ଭୃତ୍ୟ ବେଲେ ଚାକର, ଅଦ୍ଭୁତ ବେଲେ ଆଶ୍ଚର୍ଯ୍ୟଜନକ, ତନ୍ତ ବେଲେ ଏକ ପ୍ରକାର ଯନ୍ତ୍ର ଯାହାଦ୍ୱାରା ଲୁଗା ବୁଣାଯାଏ, ପରିଚ୍ଛଦ ବେଲେ ଲୁଗା ନେଲେ ବସ୍ତ୍ର, ସହସ୍ର ବେଲେ ହଜାର, ଚିନ୍ତାମଗ୍ନ ଚିନ୍ତା କରିବା, ସଉକ ବେଲେ ରୁଚି, ସଉକ ହେଲେ ପସନ୍ଦ ଲାଗ୍ବାଟା, ନିତାନ୍ତ ହେଲେ ଅତି ନେଲେ ନିହାତି। ନେକ୍ସଟ କର୍ମୁ ଆମେ ତାର ପ୍ରଶ୍ନ ଉତ୍ତର। ଫାର୍ଷ୍ଟ ପ୍ରଶ୍ନ ଅଛି, ରାଜାଙ୍କର ପ୍ରଧାନ ସଉକ କ'ଣ ଥିଲା? ପ୍ରତିଦିନ ଗୋଟିଏ ଗୋଟିଏ ନୂତନ ପୋଷାକ ପିନ୍ଧିବା ରାଜାଙ୍କର ସଉକ ଥିଲା ତାଙ୍କର। ନୂତନ ପରିଚ୍ଛଦଟି ଦେଖିବା ପାଇଁ ରାଜାଙ୍କ ପ୍ରଥମେ କାହାକୁ ପଠାଲେନ୍? ପ୍ରଧାନମନ୍ତ୍ରୀକେ ପଠାଲେନ୍। ପ୍ରଧାନମନ୍ତ୍ରୀ ନିଜର ଦୁର୍ବଳତା ଘୋଡ଼ାଇବା ଯାଇ ଶଠ ଜଣଙ୍କୁ କ'ଣ କହିଲେ? ନିଶ୍ଚୟ ନିଶ୍ଚୟ, ଏହା ଏକ ଚମତ୍କାର ପୋଷାକ, ରାଜା ଦେହଙ୍କୁ ଖୁବ୍ ମାନିବ କହିଲେନ୍। ପ୍ରଧାନ ବିଚାରପତି କାରିଗରଙ୍କ ନିକଟରୁ ଫେରି ଆସି ରାଜାଙ୍କୁ କ'ଣ କହିଲେ? ମହାରାଜ, ଏହି କାରିଗର ଦୁଇଜଣ ଅସାଧାରଣ ଓ ଆଶ୍ଚର୍ଯ୍ୟଜନକ ପୋଷାକ ପ୍ରସ୍ତୁତ କରିଛନ୍ତି। ନୂତନ ପରିଚ୍ଛଦଟି ପିନ୍ଧାଇବାକୁ ଆସି ଭୃତ୍ୟଟି ରାଜାଙ୍କୁ କ'ଣ କହିଲା? ଭୃତ୍ୟ ଯେନ୍ ନୂଆ ପୋଷାକ ରାଜାକେ ପୋଷାକ ପିନ୍ଧାସନ୍ ଯେ, ରାଜାଙ୍କୁ କହିଲା ଯେ ବୋକା ଅଯୋଗ୍ୟ ବୋଲି ହୁଏତ ପ୍ରମାଣିତ ହୋଇପାରେ, କିନ୍ତୁ ମିଥ୍ୟା କହିପାରିବି ନାହିଁ। ମହାରାଜ କହିଲା, ପ୍ରକୃତରେ ଥାଳିରେ କୌଣସି ବସ୍ତ୍ର ନାହିଁ। ସେ ମିଥ୍ୟା ଦୁଇଜଣ ହୁଏତ ଠକି ଦେଇଛନ୍ତି। ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ କ'ଣ ଘୋଷଣା କଲେ? ନୂଆ ନୂଆ ପୋଷାକ ପାଇଁ ପାଗଳ ହୋଇ ରାଜା ଦିନେ ଘୋଷଣା କଲେ ଯେ ଯେଉଁ କାରିଗର ତାଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ତିଆରି କରିପାରିବ, ତାହାକୁ ସେ 1,000 ମୁଦ୍ରା ପୁରସ୍କାର ଦେବେନ୍। ଅର୍ଥ ଲୋଭରେ ଶଠ ବ୍ୟକ୍ତି ଜଣକ ରାଜାଙ୍କୁ କ'ଣ କହିଲେ? ମହାରାଜ, ଆମେ ସମ୍ପୂର୍ଣ୍ଣ ଏକ ନୂତନ ଧରଣର ପୋଷାକ ଆପଣଙ୍କ ନିମନ୍ତେ ପ୍ରସ୍ତୁତ କରିଦେବୁ। ହେଲେ ଆମେ ତମର ଲାଗି ମହାରାଜ ନୂଆ ଧାରଣ ପୋଷାକ ଆମେ ବନାମୁ। ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହୋଇ କ'ଣ ବୋଲେ କାହିଁକି? ତନ୍ତଟିରେ କୌଣସି ବସ୍ତ୍ର ନଥିବା ଦେଖି ପ୍ରଧାନମନ୍ତ୍ରୀ ଚିନ୍ତା ମଗ୍ନ ହୋଇ ପଡ଼ିଲେ। ରାଜା କାହିଁକି ସାବାସ କହିଲେ?
ରାଜା ନିଜ ଲଜ୍ଜାକୁ ଘୋଡ଼ାଇବା ମିଛରେ ସାବାସ୍ ସାବାସ୍ ବୋଲି କହିଲେ। ରାଜାର ନିଜ ଭ୍ରମ ବୁଝିପାରିଲେ କିପରି? ଜନ୍ମଦିନ ସକାଳୁ ରାଜା ଭୃତ୍ୟ ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇ ଦେବାକୁ ଆସି ଶୂନ୍ୟ ଥାଳି ଦେଖି ପ୍ରକୃତ ସତ୍ୟ ଘଟଣା ପ୍ରକାଶ କରିବାକୁ ରାଜାର ନିଜର ଭ୍ରମ ବୁଝିପାରିଲେ। ନମ୍ବର 3 ପ୍ରଶ୍ନ ଉତ୍ତର। ନିମ୍ନଲିଖିତ ମଧ୍ୟରେ ଉତ୍ତର ପାଇଁ ଆସ ପ୍ରଶ୍ନ ଉତ୍ତର କରିବା ଲେଖିବା। ନିଜ ଆସ ଅଯୋଗ୍ୟ ବ୍ୟକ୍ତିର ଚକ୍ଷୁ ସେ ବସ୍ତ୍ର ଆଦ୍ୟ ଦେଖାଯିବ ନାହିଁ। ତାର ପ୍ରଶ୍ନ କେନ୍ତା ହେବା? କାହାର ଚକ୍ଷୁ ସେ ବସ୍ତ୍ର ଆଦ୍ୟ ଦେଖାଯିବ ନାହିଁ। ଷଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି ବୟନରେ ଛଳନ କଲେ। ଷଠ ବ୍ୟକ୍ତି ଦୁହେଁ ତନ୍ତ ପାଖରେ ବସି କ'ଣ ଛଳନ କଲେ? ରାଜାଙ୍କ ନିକଟରେ ଆସି ମନ୍ତ୍ରୀ ସେହି କଥା ବର୍ଣ୍ଣନା କଲେ। ରାଜାଙ୍କ ନିକଟରେ ଆସି କିଏ କେଉଁ କଥା ବର୍ଣ୍ଣନା କଲେ? ଲୋକମାନେ କହିଲେ ଅତି ମନୋରମ ବସ୍ତ୍ର ହୋଇଛି। ଲୋକମାନେ କ'ଣ କହିଲେ? ରାଜା ରାଜକାର୍ଯ୍ୟରେ ଅଧିକ ମନୋନିବେଶ କଲେ। ରାଜା କେଉଁଥିରେ ଅଧିକ ମନୋନିବେଶ କଲେ? ଏ ଆସିଲା ବାକ୍ୟ ଗଠନ ହେଲେ ଭିରାବାଟା ଗୋଟେ ୱାର୍ଡ଼ ଦେଇଛି। ଏଇ ୱାର୍ଡ଼ କିনে ଆମେ ଗୋଟେ ବାକ୍ୟ ଭିରାମ। ସଉକ ବୋଲେ ଏଇଟା ନୂତନ ପୋଷାକ ପିନ୍ଧିବା ରାଜାଙ୍କ ସଉକ ଥିଲା। ବୃଦ୍ଧିହୀନ ମନ୍ତ୍ରୀ ବୃଦ୍ଧିହୀନ ବୋଲି କାର୍ଯ୍ୟ କରୁଥିଲେ। ଚିନ୍ତାମଗ୍ନ ଷଠ ଦୁହିଁଙ୍କର କାର୍ଯ୍ୟ ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାମଗ୍ନ ହେଲେ। ଚମତ୍କାର ରାଜା କହିଲେ ପୋଷାକଟି ଚମତ୍କାର ହୋଇଛି। ଭ୍ରମ ଶେଷରେ ଭୃତ୍ୟଟି ରାଜାଙ୍କର ଭ୍ରମ ଦୂର କଲା। ଏବେ ତାର ବିପରୀତ ଯେମିତି ହେଲା ନୂତନ ବେଲେ ନୂଆ, ପୁରାତନ ବେଲେ ପୁରୁଣା, ସାଧାରଣ ବେଲେ ସାଧା ସିମ୍ପଲ, ଅସାଧାରଣ, ଭଲ ବେଲେ ଭଲ, ମନ୍ଦ ବେଲେ ଖରାପ, ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣ, ଯୋଗ୍ୟ ଅଯୋଗ୍ୟ, ପୁରସ୍କାର ତିରସ୍କାର। ଏଗାର କହିଛି 11 ନମ୍ବର। ପୁଅ ଶବ୍ଦ ପାଇଁ ଯେପରି ଝିଅ ଶବ୍ଦ ସେମିତି ରାଜା ରାଣୀ, ଶିକ୍ଷକ ଶିକ୍ଷୟିତ୍ରୀ, ବାପା ମା, ବୁଢ଼ା ବୁଢ଼ୀ, ଛାତ୍ର ଛାତ୍ରୀ।